କଣ କରୁଛ ତୁମେ ମାରିବା ଆଉ 3 ଜଣ ଅଛନ୍ତି ଜଲ୍ଦି ଜଲ୍ଦି ମାର ତାପରେ ବିଆ ହବ ଯେ ओ भाई लाइन पड़ेगा फिर कहाँ लाइन का पड़ेगा तो चलो मतलब मोबाइल चालू है गेम खेले गेम सर तो लाइन भी चालू है क्या 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 अबे मत एमती कहीं लगुच जमती भूत अच्छी বে সেটা মাই ভূত ଥିଲା ନା ଅଣ୍ଡିଆ ଭୂତ ଥିଲା ବେ? କଣ ମାଇ ଭୂତ ହେଇଥିଲେ କଣ ପ୍ରେମ କରିଥାନ୍ତୁ ନା କଣ ବେ? कहीं से बेकार कथा गुड़ा कहूच डर मोर फाटुची तुम ये चलैच गोटे ना ଆଚ୍ଛା କେତେ ଫାଟୁଛି କି? ଆବେ बी सीरियस अच्छा कहलु कहलु भूतटा को देखियो केमती थिला अरे भूत माने तो धड़ा बड़ बड़ आखि पूरा डेंजर ओहो अबे ओ कोन मते किछि बुद्धि दियो आज नहले सुईथिबी पुणी मते मारी बसिबो भूत ମୋ ପାଖରେ ଗୋଟେ ଭଲ ଆଇଡିଆ ଅଛି। कोन कहलु ଯେମିତି ରୋଗ ପାଇଁ ଡାକ୍ତର, ପାଠ ପାଇଁ ଶିକ୍ଷକ, ଯୁଦ୍ଧ ପାଇଁ ସୈନିକ, ଠିକ ସେମିତି ଭୂତ ପାଇଁ କାଠୁଆ ବାବା ଅଛନ୍ତି ପରା। काठुआ बाबा सतरे ସତରେ ନୁହେଁ ତ ଆଉ କଣ? ଭୂତ ପ୍ରେତ ବାବାଙ୍କ ପକେଟରେ। अबे बाबा माने तो धोती गामछा पिंधुथिबे से हमर पॉकेट कोठे आसीबो फ्लोरे କହିଦେଲି ଆଉ। दुष्ट ए छाड़ से सब कथा चलो एबे काठुआ बाबा पाखु जिबा नहले भूत आज मते रात्रि मारी बसिबो पुणी लड्डू मुक्त्यान अवतार ಈಗಿನ ಸಂಚಾರಿ ದೇವರ ಸಂಚಾರ ಮಾಡುತ್ತ ಭಕ್ತರ ಮನಿಯ ಬೆಳಕನ್ನ ಮಾಡ್ಯಾರ ಅವರೇ ಲಡ್ಡು ಮುತ್ಯ बाबा पागल ना कोन एटे धीरसे देखि पारनु मु कोन काला ना कोन अब आपण सुई जाइतिली अबे मूर्ख मु ध्यान मग्न रे थिली केबे तो टिके ज्ञान ने मूर्ख कोन टिके ଓ କଣ ଅସୁବିଧା ହେଇଛି କହ। ବାବା ମୁଁ ଗୋଟେ କଥା କହୁଥିଲି କି ମୋର ଗୋଟେ ମାଇ ଛେଳିଟା ହଜିଯାଇଛି ବାବା ଟିକେ ଖୋଜି ଦିଅନ୍ତୁ ବାବା ମୋର केबे हो ବାବା କାଲି ହଜିଯାଇଛି ବାବା मो दिव्य दृष्टि जहाँ कहूँ तो छेली ठीक पूर्व दिग को जाइकी गोटे गड़िया अच्छे से गड़िया पाखे सी कालठू पा से पानी ताको बहुत पसंद लगी जाइए तो गोटे कम कर तू जा से छेली को नहीं आसबू ଆଜ୍ଞା ବାବା ଆଉ ଗୋଟେ ଭଲ କଥା କହୁଛି ଶୁଣ ଆଜ୍ଞା ବାବା କୁହନ୍ତୁ ସେ ଛେଳିକୁ ଆଉ ବଞ୍ଚେଇ ରଖି କିଛି ଲାଭ ନାହିଁ ଆଜ୍ଞା ବାବା କଣ ପାଇଁ ଜାଣିଛୁ? କଣ ପାଇଁ ବାବା ସେ ଛେଳି ଦେହରେ ଗୋଟେ ଭୂତ ଲାଗିଯାଇଛି। ଆଜ୍ଞା ବାବା ଯଦି ତୁ ସେ ଛେଳିକୁ ବଞ୍ଚେଇ ରଖିବୁ ତେବେ ଆଜ୍ଞା। ତୁ ହିଁ ଅସୁବିଧାରେ ପଡିବୁ। ଆଜ୍ଞା ବାବା ତୁ ଗୋଟେ କାମ କରେ ସେ ଛେଳିକୁ ଆଣିକି ମୋ ପାଖରେ ଦାନ ଦେଇଦେ କାହିଁକି ନା ସେ ଛେଳି ଯଦି ବଞ୍ଚି ରହିବ ତୋର ଅସୁବିଧା ହବ ତା ଦେହରେ ଯୋଉ ଭୂତ ଲାଗିଛି ଆଜ୍ଞା ସେ ତୋତେ ହିଁ ଅସୁବିଧା କରିବ। ତୁ ଗୋଟେ କାମ କର ସେ ଛେଳିକୁ ଆଣିକି ମୋ ପାଖରେ ଦେଇଦେ ଏବେ ତୁ ଯା ଯଥାଶୀଘ୍ର ଯାଇକି ସେ ଛେଳିକୁ ଉଦ୍ଧାର କର ଆଉ ମୋ ପାଖରେ ଆଣିକି ଦେଇକି ଯା। ଆଜ୍ଞା କାଠ ବାବାଙ୍କର ଜୟ ହଉ କାଠ ବାବାଙ୍କର ଜୟ ହଉ କାଠ ବାବାଙ୍କର ଜୟ ହଉ ହରି ଓ ବାବା ବାବା କଣ ହେଲା ବସିଛ? ବାବା ବଞ୍ଚେଇ ଦିଅ ବାବା ବାବା ବଞ୍ଚେଇ ଦିଅ ବାବା ବାବା କିଛି ଗୋଟେ କରନ୍ତୁ ମୋର ପ୍ରବଳ ଗ୍ୟାସ୍ ହଉଛି କିଛି ଗୋଟେ ଉପାୟ କୁହନ୍ତୁ ବାବା ତ ବୈଦ୍ୟ ପାଖକୁ ଯାଉନ ମୁଁ ଏଠି ଗୋଟେ ବସିଛି ହିମାଳୟରୁ ଆସିକି କାହାର ତମେ କଣ ଆଣୁଛ ନା କାହାର ଛେଳି ହଜିଗଲା କାହାର ପେଟ ବଥା ହେଲା ବଡ ବଡ କେସ୍ ଆଣିବ ନା ଯେମିତି ଭୂତ ଡାହାଣୀ ପ୍ରେତ ଚିରକୁଣି ତମେ ଗୋଟେ କଣ ନେଇକି ଆସିଛ ମୁଁ କିଛି ବୁଝିପାରୁନି। ହଉ ଆସୁଛୁ ଯେତେବେଳେ ସମାଧାନ କରିବା ନା। ଅସୁବିଧା ହେଇଯାଇଛି
ଶୁଣ ଏଇଟାକୁ ନେଇକି ଆଖି ବନ୍ଦ କରି ସନ୍ଧ୍ୟାବେଳେ ଖାଇଦେବେ ହେଲା ସବୁ କିଛି ସମାଧାନ ହେଇଛି ହଉ ହଉ ଯାଅ ଏବେ ଯାଅ ମୁଁ ତ ଆଉ କ'ଣ ନେବି ତମେ ନିଜେ ଅସୁବିଧାରେ ଅଛ ହଉ ଯାଅ 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 ବାବା ତ ଅଛନ୍ତି ଚାଲ ସେ ଟେନସନ ନବାନି ସବୁ ଠିକ କରିଦେବେ ସବୁ ଠିକ କରିଦେବେ ଚାଲ କିଛି ହବନି କାହିଁ ଟେନସନ ନଉଛୁ କ'ଣ ଅସୁବିଧା ହେଲା ସେମାନେ କ'ଣ ଅସୁବିଧା ହେଇଛି ମତେ ଟିକେ ଖୋଲିକି କହିବ ପୁରା କଥାଟା ମତେ ଟିକେ କୁହ ହେଲା ବାବା କାଲି ରାତିରେ ଯାହା କରିବି ମୁଁ କରିବି କିଛି ବ୍ୟସ୍ତ ହବାର ନାହିଁ ହେଲା ଆଜି ସନ୍ଧ୍ୟାବେଳେ ତମ ଘରକୁ ଯିବି କିଛି ଗୋଟେ ଜିନିଷ ମୁଁ କହୁଛି ସେ ସବୁ ନେଇକି ଆସିଥିବ ହେଲା ଆଜ୍ଞା ଭାଇ ବାବା କ'ଣ କହୁଛନ୍ତି ଟିକେ ମନେ ରଖ ଆଜ୍ଞା ଆଉ ସବୁ କାମ ମୋର ଆଜ୍ଞା ହେଲା? ଆଜ୍ଞା ଆଜ୍ଞା ଭୂତ କ'ଣ ତା ବାପାକୁ ବି ଝଡ଼େଇ ଦେବି ଆଜ୍ଞା ଭୂତ ପ୍ରତ ସବୁ ଏଇ ବାଁ ହାତରେ ହେଲା ବାଁ ହାତରେ ଧରିବ। ଆଜ୍ଞା ଆଜ୍ଞା କିଛି ନାହିଁ ଇଏ ଆଗରୁ ଆସିଛି ହେଲା ଆଜ୍ଞା ପିଲା ଆଗରୁ ଆସିଛି ସବୁ ଜାଣିଛି ହେଲା ଆଜ୍ଞା ବାବା କିଛି ଅସୁବିଧା ହବାର ନାହିଁ ହେଲା ଆଜ୍ଞା ଆଜ୍ଞା ଆଜି ସନ୍ଧ୍ୟାବେଳେ ତମ ଘରକୁ ଯିବି ହେଲା ଆଜ୍ଞା ବାବା ଆଜ୍ଞା ଖାଲି କିଛି ଗୋଟେ ଜିନିଷ କହୁଛି ସେଗୁଡ଼ା ଲେଖି ରଖ 5ଟା ମହମବତୀ ଆଜ୍ଞା ଗୋଟେ ଦେଶୀ କୁକୁଡ଼ା ଆଜ୍ଞା କଳା ରଙ୍ଗର ଆଜ୍ଞା କଳା ରଙ୍ଗର ହେଲା ଆଜ୍ଞା ଆଉ ଇଞ୍ଜିନ ସୁସ ତେଲ ଗୋଟେ ଆଣିଥିବ ଆଜ୍ଞା ବାବା ଲେମ୍ବୁ ହଁ ଲେମ୍ବୁ ଲେମ୍ବୁ ଦିଟା ଲେମ୍ବୁ ଆଣିଥିବ ହେଲା ଆଜ୍ଞା ଆଉ କଞ୍ଚା ଲଙ୍କା ମୁଠେ କାନ୍ତରୁ ଆଣିଥିବ ଆଉ ଆଜ୍ଞା ତା ସହିତ ବାସୁମତୀ ଚାଉଳ ଆଜ୍ଞା ଆଣିଥିବ ହେଲା ଭୋଜି ହବ ନା କ'ଣ ବାବା ଚାଉଳ ଫାଉଳ କଥା କ'ଣ କହୁଛନ୍ତି ବାବା କ'ଣ କହୁଛନ୍ତି ଶୁଣ ଦାନ ଧର୍ମ ନ କଲେ ଟିକେ ଭୂତ କେମିତି ଯିବ ଆଜ୍ଞା ଭାବିବା କଥା ଆଜ୍ଞା ପଇସା ଗଲେ ଯାଉ କିନ୍ତୁ ମୋ ଜୀବନଟା ବଞ୍ଚିଯାଉ ଏତିକି ନେଇକି ଆସିଥାଉ ହେଲା ମୁଁ ଶୁଣିଥିଲି କ'ଣ ଭୂତ ମଦ ପିଏ ନା କ'ଣ ସେମିତି କିଛି ନାହିଁ ଭୂତ ସେ ସବୁ ମିଠା କଥା ଆଜି ସନ୍ଧ୍ୟାବେଳେ ମୁଁ ତମ ଘରକୁ ଯିବି ଠିକ ଅଛି ହଉ ବତ୍ସ କୌଣସି ଚିନ୍ତା କରିବା ଆବଶ୍ୟକତା ନାହିଁ ଏବେ ମୁଁ ଆସିଯାଇଛି ଆଉ ସେ ଭୂତ ଏ ଘରୁ କେମିତି ବାହାରିବ ସେ କଥା ମୁଁ ଚିନ୍ତା କରିବି ବାବା ଆପଣ ଯୋଉ ଜିନିଷ କହିଲେ ସେ ସବୁ ଜିନିଷ ବାହାରେ ରଖିଛି ନେଇ ଆସିବେ କି ନା 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 ସେସବୁ କିଛି ଆଣିବା ଦରକାର ନାହିଁ ସେସବୁ ଗୋଟେ ବ୍ୟାଗରେ ପ୍ୟାକ୍ କରିଦେ ସେସବୁକୁ ମୁଁ ଘରେ ନେଇଯିବି ଆଜ୍ଞା। ଘରେ ନେଇକି ଏକାନ୍ତରେ ବସି ସେସବୁର ସମାଧାନ ହବ ଆଜ୍ଞା। ଠିକ ଅଛି ନା ଆଉ ଏବେ ମୁଁ ମୋର ମନ୍ତ୍ର ବଳରେ ସେ ଭୂତକୁ କେମିତି ବାହାର କରୁଛି ତୁମେ ମାନେ ଖାଲି ଦେଖ ଆଜ୍ଞା ସାଙ୍ଗ ଜାଣିଛୁ କିରେ ଗୋଟେ ଝିଅ ମତେ ପାଗଳ କରିସାରିଲାଣି ଆଉ ଶୋଇବା ପାଇଁ ଦଉନି ଜାଣିଛୁ ନା କୋଉ ଝିଅ କେବେ ଅଛି ଗୋଟେ ଆଉ ସବୁ କଥା କ'ଣ ତତେ କହିପାରିବି ନା ଅଛି ଗୋଟେ ଅଛି ଆଉ ବୁଝିଲୁ ସାଙ୍ଗ ମୋର ବି ସେଇ ଅବସ୍ଥା ଆଚ୍ଛା ଗୋଟେ ଝିଅ ମୋର ବି ଲାଇଫରେ ଅଛି ଯାହା ପାଇଁ ରାତିରେ ଶୋଇ ପାରୁନି କି ଦିନରେ ଚାହିଁ ପାରୁନି ବୁଝିଲୁ ଆଚ୍ଛା କିଏ କିରେ ଆରେ ମତେ ଟିକେ କହ ଟିକେ ଆବେ ତୁ ତ କହୁନୁ ମୁଁ କାହିଁ କହିବି ହଉ ଠିକ ଅଛି ତୁ ତୋଟା କଥା କହିବୁ ଆଉ ମୁଁ ମୋଟା କଥା କହୁଛି ମୋର ତ ଗୋଟେ ବୋଲି ଅଛି ପ୍ରିୟା ଆଉ କ'ଣ ପ୍ରିୟା ଏଞ୍ଜେଲ ପ୍ରିୟା ନୁହଁ ତ ଆରେ ହଁ ସାଙ୍ଗ ହଁ ଆରେ ସେଇ ତ ଆଉ ତୁ ସେ ରାମ ବିହାରୀ ଝିଅ ପ୍ରିୟା କଥା କହୁନି ତ ଆରେ ହଁ ସାଙ୍ଗ ହଁ ସେଇ ତ ଆଉ ଗୋଟେ ବୋଲି ପ୍ରିୟା ଆରେ ଏଇ ତୋତେ ତ ଭାଇ ବୋଲି ଭାବିଥିଲି ତୁ ଶଳାଟା ଭଗାରି ବନେଇଗଲୁ ଆରେ ହଁ ସାଙ୍ଗ ହଁ ଆରେ କ'ଣ ହେଲା କି ଆରେ ପ୍ରିୟାକୁ ମୁଁ 1.5 ବର୍ଷ 1.5 ମାସ 1.5 ଦିନ ହେଲା ଭଲ ପାଉଛି ଆଉ ତୁଟା କେତେବେଳେ ପଶିଗଲୁ ମଝିରେ ବେ ଆବେ ପାଗଳଟା ନା କ'ଣ ପ୍ରିୟାକୁ ମୁଁ ଭଲ ପାଏ ଆରେ ଏ ହରିଆ ମୁଣ୍ଡ ଖରାପ କରନି କହି ଦଉଛି ପ୍ରିୟା ଆଉ ମୋ ଭିତରେ ଯଦି ଆସିବୁ ନା କଥା ବହୁତ ଖରାପ ହେଇଯିବ ନହେଲେ କ'ଣ ବେ କ'ଣ ବେ କ'ଣ ଆଉ କ'ଣ ବେ? ମୋ ପ୍ରିୟା ଆଉ ହେଲା। କ'ଣ? କ'ଣ କରିବୁ ବେ ଆରେ ପ୍ରିୟା ମୋର କ'ଣ ବେ ଆବେ ମୋର ପ୍ରିୟା ପ୍ରିୟା ମୋର ମୋ ପ୍ରିୟାକୁ ମୋର ନେବୁ ପ୍ରିୟା ମୋ ପ୍ରିୟାକୁ ନେବୁ ମୋ ପ୍ରିୟାକୁ ନେବୁ
ଆମର କିଛି ଆଉ ଅସୁବିଧା ହବନି ତ ବାବା? ସେସବୁ ତୁ ମୋ ଉପରେ ଛାଡ଼ିଦେ। ହଉ ବାବା ହଉ। ହଉ ଏବେ ଭୂତ ତୁମକୁ ହଇରାଣ କରିବନି, ଠିକ ଅଛି? ସେ ଭୂତକୁ ନେଇକି ମୁଁ ଗଙ୍ଗାରେ ବିସର୍ଜନ କରିଦେବି, ଠିକ ଅଛି? ଆଉ ତା ଆତ୍ମା ଟୋଟାଲ ଆସିବନି। ଆଜ୍ଞା ହଉ ଏବେ ମୁଁ ଆସୁଛି ତେବେ। ଆଜ୍ଞା ହଉ ବାବା ତମ ବାହାରେ ଜିନିଷ କିଛି ହଁ ହଁ ସେସବୁ ମୁଁ ନେଇକି ଯିବି, କିଛି ଅସୁବିଧା ନାହିଁ, ଠିକ ଅଛି? ବାବା କିଛି ଅସୁବିଧା ହବନି ତ? ନାଇଁ ନାଇଁ କିଛି ଅସୁବିଧା ହବନି କହିଲେ। ଆଜ୍ଞା। କିଛି ହବନି। ହେଲା ବାବା ଯେଉଁଠି ସମାଧାନ ବି ସେଇଠି, ଆଜ୍ଞା। ଠିକ ଅଛି? ହଉ କାଠ ବାବାଙ୍କର ଜୟ, କାଠ ବାବାଙ୍କର ଜୟ, କାଠ ବାବାଙ୍କର ଜୟ।